ଭଲ ପାଇଁ ନୀତି କରିବ ଯତନ, ଧନ ମାନ ସୁଖ ଦେବେ ଭଗବାନ। ଅଳସୁଆ ରାଜ୍ୟ ଅଟେ କର୍ମମୟ, କର୍ମ ବିନା କେହି ନହି ବେଟିଥୟ। ଅଳସୁଆ ସ୍ଥାନ ନାହିଁ ସେ ରାଜ୍ୟରେ, ବିଭୁ ଦୟା ନାହିଁ କେବେ ତାହାଠାରେ। ଉଦ୍ଯୋଗୀ ଜନ ନ କରେ ଖାତର, ଆପଦ ବିପଦ ବାଧା ବିଘ୍ନ ଡର। ଲାଗି ପଡ଼ି କାର୍ଯ୍ୟ କରେ ସିଧି ଲାଭ, ମେଣ୍ଟି ଯାଏ ତାର ସକଳ ଅଭାବ। ହାଡ଼ ଭଙ୍ଗା କାମ କର ନୀତି ଭାଇ, ଘୋଡ଼ା ଚଢ଼ିବାକୁ ମନ ଯଦି ଥାଇ। ନୀତି ଯେ ଲାଗିବ ଉତ୍ତମ କର୍ମରେ, ଅମୀର ହୋଇବ ସେହୁ ଜୀବନରେ। ନମସ୍କାର ବନ୍ଧୁଗଣ, ପୁଣି ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ବନ୍ଧୁ, ମନୁଷ୍ୟର ଜନ୍ମ ନୁହେଁ କେବଳ ଖାଇବ, ଶୋଇବ, ସଂସାର କରିବ ଏବଂ ମରିବ। ଏହା ତ ପଶୁପକ୍ଷୀଙ୍କର କର୍ମ ହୋଇଥାଏ। ମନୁଷ୍ୟର ଜନ୍ମ ହେଉଛି ବଞ୍ଚିବା ପାଇଁ ଖାଇବ ଏବଂ ସାଧନ ମାଧ୍ୟମରେ ଆତ୍ମାକୁ ଜାଗ୍ରତ କରି ଈଶ୍ୱର ସତ୍ତାକୁ ଅନୁଭବ କରିବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ବ୍ୟକ୍ତି ଦୁଃଖ ବା ବିପଦ ସମୟରେ ଅଧୀର ହୁଏ ନାହିଁ କିମ୍ବା ସକଳ କାମନା ବାସନା ପରିତ୍ୟାଗ କରିସାରିଥାଏ, ଯାହାର ସଂସାରର ବିଷୟ ଭୋଗ ପ୍ରତି ଆସକ୍ତି ନଥାଏ, ଯିଏ ଭୟ କ୍ରୋଧକୁ ଜିତି ଜାଣିଛି, ତାକୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ। ଯେଉଁ ମନୁଷ୍ୟ ଏହା ନିଶ୍ଚିତ ହୋଇଯାଇଥାଏ ଯେ ଈଶ୍ୱର ସବୁଠାରେ ଅଛନ୍ତି, ଈଶ୍ୱରଙ୍କଠାରେ ସବୁ ଅଛି ଏବଂ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ କର୍ମ ସମ୍ପାଦନ କରୁଥାଏ, ସେହି ବ୍ୟକ୍ତିକୁ ଭଗବାନ କେବେ ଦୁଃଖରେ ଦେଖିପାରି ନଥାନ୍ତି। ଯେଉଁ ବ୍ୟକ୍ତି ସ୍ୱାର୍ଥକୁ ଆଶ୍ରୟ କରି ଚଳୁଥାଏ, ସେହି ବ୍ୟକ୍ତି ସଂସାର ମାୟାରେ ଛନ୍ଦି ହୋଇ ରହିଯାଇଥାଏ। ସେ ସେଥିରୁ ମୁକ୍ତି ପାଇବାର ବାଟ ନ ପାଇ ଦୁଃଖ କଷ୍ଟ ଭୋଗ କରେ। ଯେଉଁ ବ୍ୟକ୍ତି ମହତ୍ ଉଦ୍ଦେଶ୍ୟ ରଖି କର୍ମ କରିଥାଏ, ତାହାକୁ ସେଥିରୁ ସୁଫଳ ମିଳିଥାଏ ଏବଂ ତା ଜୀବନ ସୁଖରେ ଅତିବାହିତ ହୋଇଥାଏ। କିନ୍ତୁ ଯେଉଁ ବ୍ୟକ୍ତି ଅସତ୍ ଉଦ୍ଦେଶ୍ୟରେ ଲୋକ ଦେଖାଣିଆ ଭାବରେ ମହତ୍ କର୍ମ କରିଥାଏ, ତାହାକୁ ସେଥିରୁ କୁଫଳ ମିଳିଥାଏ। ଫଳସ୍ୱରୂପ ସେହି ବ୍ୟକ୍ତିକୁ ଅନେକ ଦୁଃଖ ଘେରି ଯାଇଥାଏ ଏବଂ ସେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରିଥାଏ। ଆମ କର୍ମର ଫଳ ଆମକୁ ତୁରନ୍ତ ଭୋଗ କରିବାକୁ ପଡ଼ିଥାଏ। ଯେପରି ଯିଏ ଚୋରି କରିଥାଏ, ସେ ସମାଜରେ ନିନ୍ଦିତ ହୋଇଥାଏ ଏବଂ ଜୀବନ କାଳରେ ଦଣ୍ଡ ମଧ୍ୟ ଭୋଗିଥାଏ। ଅନ୍ୟ ପକ୍ଷରେ ଯେଉଁ ବ୍ୟକ୍ତି ପରିଶ୍ରମୀ ହୋଇଥାଏ, ସତ୍ ପଥରେ ବାଟ ଚାଲିଥାଏ, ସେହି ବ୍ୟକ୍ତି ତା ଜୀବନରେ ସମ୍ମାନିତ ହୋଇ ଅତି ସୁଖରେ କାଳାତିପାତ କରିଥାଏ। ଭଗବାନ ମନୁଷ୍ୟକୁ ସବୁ ଜୀବ ମଧ୍ୟରେ ଶ୍ରେଷ୍ଠ ଜୀବ କରି ଗଢ଼ିବାର ଏକମାତ୍ର କାରଣ ହେଲା, ମନୁଷ୍ୟ ହିଁ ନିଜର ଜ୍ଞାନ ବୁଦ୍ଧି ଏବଂ ବିବେକ ସାହାଯ୍ୟରେ ସତ୍ୟକୁ ଖୋଜି ଭଗବାନଙ୍କ ନିକଟରେ ପହଞ୍ଚି ପାରିବେ। ଏହାଦ୍ୱାରା ସେହି ମନୁଷ୍ୟକୁ ପୁନର୍ବାର ଧରାପୃଷ୍ଠରେ ଜନ୍ମ ନେବାକୁ ପଡ଼ିବ ନାହିଁ ଏବଂ ସଂସାରର ସୁଖ ଦୁଃଖ ଭୋଗ କରିବାକୁ ପଡ଼ିବ ନାହିଁ।